ଅନେକ ଦିନ ତଳର କଥା। ଜଣେ ସାଧାରଣ ମହିଳା ଯେ କି 5ଟି ସନ୍ତାନ ସନ୍ତତିଙ୍କର ଜନନୀ, ତାଙ୍କ ସ୍ୱାମୀ ସରକାରୀ ଅଫିସରେ ନିମ୍ନ କିରାଣୀ ଭାବେ କାର୍ଯ୍ୟ କରନ୍ତି। ସେ ତାଙ୍କ ସ୍ୱଳ୍ପ ଆୟରେ କଷ୍ଟେମଷ୍ଟେ ପରିବାରର ପ୍ରତିପୋଷଣ କରୁଥିଲେ। ପିଲାମାନଙ୍କର ଖାଇବା ପିଇବା, ପାଠପଢ଼ା, ସ୍କୁଲ ଯିବା ଆସିବା, ଏ ସବୁ ବିଷୟ କେବଳ ମା' ହିଁ ବୁଝୁଥିଲେ। ସେ କିଭଳି ଭାବେ ସବୁ କରୁଥିଲେ ତାହା କେବଳ ତାଙ୍କୁ ହିଁ ଜଣା। ସକାଳୁ ରାତି ପର୍ଯ୍ୟନ୍ତ ଏକୁଟିଆ ତାଙ୍କୁ ସବୁ କିଛି କରିବାକୁ ପଡ଼େ। ପିଲାମାନେ ଠିକ୍ ଭାବରେ ପାଠ ପଢ଼ୁଛନ୍ତି କି ନାହିଁ ତାହା ମଧ୍ୟ ତାଙ୍କୁ ଦେଖିବାକୁ ପଡ଼େ। ମଝି ମଝିରେ ମଝିଆ ପୁଅର ନାକରୁ ରକ୍ତ ପଡ଼େ। ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଛି। ଟିକେ କ୍ଷୀର ପିଇଲେ ଭଲ ହୁଅନ୍ତା, କିନ୍ତୁ କ୍ଷୀର ପିଇଲେ ତାର ହଜମ ହୁଏ ନାହିଁ। ତେବେ ଗୋଟିଏ ଦିନ ମା ମଝିଆ ପୁଅକୁ ନ ଜଣେଇ ଝଟପଟ କ୍ଷୀର ପିଆଇ ଦେଲେ। ପୁଅ ଦେଖି ଅବାକ୍। ଏପଟେ ସ୍କୁଲରୁ ଡାକରା ଆସିଲା ଯେ ବଡ଼ ପୁଅକୁ ସାପ କାମୁଡ଼ି ଦେଇଛି। ମା ହନ୍ତସନ୍ତ ହୋଇ ସ୍କୁଲରେ ପହଞ୍ଚିଲେ। ଶିକ୍ଷୟିତ୍ରୀ ଗାଡ଼ି କରି ମା ଓ ପୁଅକୁ ନେଇ ସହରର ଏକ ହସ୍ପିଟାଲରେ ପହଞ୍ଚିଲେ। ଘରେ ବାକି ପିଲାମାନେ ଅଛନ୍ତି। ବାପା କ୍ଳାନ୍ତ ହୋଇ ଅନେକ ରାତିରେ ଅଫିସରୁ ଘରକୁ ଫେରନ୍ତି। ବାକି ପିଲାମାନଙ୍କୁ ତ ଖାଇବାକୁ ଦେବାକୁ ପଡ଼ିବ। ମା ପୁଅକୁ ନେଇ ହସ୍ପିଟାଲରୁ ଫେରନ୍ତି। ମାଙ୍କର ଖଟଣି ଶେଷ ହୋଇନି। ଗ୍ରାମ ବଙ୍ଗଳାର ଏଇ ମା କିପରି ତାର ପିଲାମାନଙ୍କୁ ମଣିଷ କରେ ତାହା କାହା ନିକଟରେ ଅଜଣା ନୁହେଁ। ସେହିପରି ଈଶ୍ୱର ତାଙ୍କର ପ୍ରେମକୁ ମା ପରି ଆମମାନଙ୍କ ନିକଟରେ ପ୍ରକାଶ କରିଛନ୍ତି। ଈଶ୍ୱରଙ୍କ ପ୍ରେମକୁ ବୁଝିବା ନିମନ୍ତେ ଏହାଠାରୁ ଆଉ କ'ଣ ସହଜ ଉପାୟ ଅଛି?